ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀର ଶାସନ ଆମ୍ବଗାଁରୁ ଆସିଛି ଏକ ଅତ୍ୟନ୍ତ ହୃଦୟ ବିଦାରକ ଓ ଲଜ୍ଜାଜନକ ଘଟଣା। ସରକାରୀ ଯୋଜନାରୁ ବଞ୍ଚିତ ହୋଇ ଶେଷରେ ଅଭାବ ଅନଟନରେ କୋରଡା ମାର ସହି ନ ପାରି ନିଜ ଜୀବନ ହାରିଛନ୍ତି 2 ଜଣ ଅସହାୟ ବୃଦ୍ଧ ଦମ୍ପତି। ମିଳିଥିବା ସୂଚନା ଅନୁସାରେ ଶାସନ ଆମ୍ବଗାଁର ଉଗ୍ରସେନ ସ୍ୱାଇଁ ଦୀର୍ଘ ଦିନ ଧରି ପାରାଲିସିସ୍ ରୋଗରେ ପୀଡ଼ିତ। ପରିବାର ଚଳାଇବା ସହ ଚିକିତ୍ସା ପାଇଁ ସରକାରୀ ସହାୟତା ପାଇବାକୁ ସେ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ତାଙ୍କୁ କୌଣସି ସୁଫଳ ମିଳିନଥିଲା। ଫଳରେ ସହାୟତା ପାଇବାର ନିରାଶା ଓ ଚରମ ଗରିବୀ ସେମାନଙ୍କୁ ଭାଙ୍ଗି ଦେଇ ଗୋଟିଏ ପଟେ ସରକାରୀ ଯୋଜନାର ଡିଣ୍ଡିମ ପିଟୁଥିବା ବେଳେ ଅନ୍ୟପଟେ ଗ୍ରାଉଣ୍ଡ ଜିରୋରେ ସାମାଜିକ ସୁରକ୍ଷା ବ୍ୟବସ୍ଥାର ଏହି ବଡ଼ ବିଫଳତା ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସମୟସୀମା ମଧ୍ୟରେ ପ୍ରଶାସନିକ ସହାୟତା ନ ମିଳିବା ଏବଂ ଗୋଟିଏ ପରିବାର ଏହିପରି ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେବା ପୁରା ସ୍ଥାନୀୟ ଅଞ୍ଚଳରେ ଶୋକଛାୟା ଖେଳିଯାଇଛି। ଏହା ସତ ଯେ ଏହି ଘଟଣା ସମସ୍ତଙ୍କୁ ଗଭୀର ଭାବେ ବ୍ୟଥିତ କରିଛି। କୌଣସି ବି ପରିସ୍ଥିତିରେ ଆତ୍ମହତ୍ୟା ସମସ୍ୟାର ସମାଧାନ। ଜୀବନ ଅମୂଲ୍ୟ ଏବଂ ସଙ୍କଟ ସମୟରେ ଜୀବନ ଅମୂଲ୍ୟ ଏବଂ ସହାୟତା ଲୋଡ଼ିବା ଆଦୌ ଭୁଲ ନୁହେଁ। ଯଦି ଆପଣ କିମ୍ବା ଆପଣଙ୍କ ପରିଚିତ କେହି ମାନସିକ ଚାପ, ନିରାଶା କିମ୍ବା ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି, ତେବେ ଦୟାକରି ଚୁପ୍ ରୁହନ୍ତୁ ନାହିଁ। ସମସ୍ୟା ଯେତେ ବଡ଼ ହେଉନା କାହିଁକି, ଆଲୋଚନା ଓ ସହାୟତା ଦ୍ୱାରା ହିଁ ସମାଧାନର ରାସ୍ତା ବାହାରିଯାଏ। ପ୍ରଶାସନ ଏହି ଘଟଣାକୁ ସଚେତନ ହୋଇ ଯୋଜନାଗୁଡ଼ିକର ସଠିକ୍ ରୂପାୟନ କରୁ, ଯେପରି ଆଗାମୀ ଦିନରେ ଅନ୍ୟ କୌଣସି ନିରୀହ ପରିବାରକୁ ଏହିପରି ପଦକ୍ଷେପ ନେବାକୁ। ଶଙ୍କର କୁମାର ନାୟକ, ନ୍ୟୁଜ୍ ଟୁଡେ ଓଡ଼ିଆ।